କରୋନା ମହାମାରୀ କାରଣରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଦୀର୍ଘ 9 ମାସ ବନ୍ଦ ରହିବା ପରେ ସରକାର କୋଭିଡ କଟକଣା ମଧ୍ୟରେ ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ଓ ବିଶ୍ୱବିଦ୍ୟାଳୟ ସ୍ତରୀୟ ଛାତ୍ରଛାତ୍ରୀଙ୍କ ପରୀକ୍ଷା ପାଇଁ ଶିକ୍ଷାନୁଷ୍ଠାନ ଖୋଲିଛନ୍ତି। ଶିକ୍ଷାଦାନ ଓ ପରୀକ୍ଷାର ସରଳୀକରଣ ପାଇଁ ସିଲାବସ୍ ପରିବର୍ତ୍ତନ ସହ ପ୍ରଶ୍ନପତ୍ରର ପ୍ୟାଟର୍ନ ମଧ୍ୟ ପରିବର୍ତ୍ତନ କରିଛନ୍ତି। ଏହାଦ୍ୱାରା ଛାତ୍ରଛାତ୍ରୀମାନେ କିପରି ଉପକୃତ ହେବେ ସେ ସମ୍ପର୍କରେ ପୂର୍ବତନ ଶିକ୍ଷକ ତଥା ପୂର୍ବତନ ଗୋଷ୍ଠୀ ସଂଯୋଜକ ଜୟଚନ୍ଦ୍ର ଦାସ ମହାପାତ୍ରଙ୍କ ସହ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ସୁନୀଲ ପ୍ରଧାନ। ବାଲେଶ୍ୱର ଜିଲ୍ଲା ଭଗିରାଇ ବ୍ଲକ ଅନ୍ତର୍ଗତ ଦାହୁନ୍ଦା ପଞ୍ଚାୟତରେ ଦାହୁନ୍ଦା ପଞ୍ଚାୟତ ଅନ୍ତର୍ଗତ ରାଣୀବିଳ ଗ୍ରାମରେ ଯିଏକି ହେଉଛନ୍ତି ଜଣେ ଅବସରପ୍ରାପ୍ତ ଏସ୍ଏସ୍ଏଫ୍ ବ୍ଲକ ରିସର୍ଚ୍ଚ ପର୍ସନ ଏବଂ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଜୟଚନ୍ଦ୍ର ଦାସ ମହାପାତ୍ରଙ୍କୁ ମୁଁ ସ୍ୱାଗତ କରୁଛି ଜେସିଏଲ୍ ଟିଭିକୁ। ସାର୍ ଆପଣଙ୍କୁ ଜେସିଏଲ୍ ଟିଭିକୁ ମୁଁ ସ୍ୱାଗତ କରୁଛି। ଜେସିଏଲ୍ ଟିଭିକୁ ମୁଁ ସ୍ୱାଗତ ଜଣାଉଛି। ଯାହା ହଉ ସେ ଆସି ଆମର ଏଠାରେ ପହଞ୍ଚି ଯେଉଁ କାର୍ଯ୍ୟକ୍ରମ ପାଇଁ ସେ ମୋତେ ଅଧିକାର ଦେଇଛନ୍ତି ତାଙ୍କ ପାଇଁ ମୁଁ ସମୟ ଦେଇଛି ଏବଂ ତାଙ୍କର ଏହି କାର୍ଯ୍ୟକ୍ରମକୁ ମୁଁ ସ୍ୱାଗତ ଜଣାଉଛି। ଜେସିଏଲ୍ ଟିଭିକୁ ବି ସ୍ୱାଗତ ଜଣାଉଛି। ସାର୍ ମୋର ପ୍ରଶ୍ନ ରହିବ, ଦୀର୍ଘ 9 ମାସ ପରେ ଯେଉଁ ରାଜ୍ୟ ସରକାର ଯେଉଁ ସ୍କୁଲ କଲେଜକୁ ଓପନିଂ କଲେ ତ ପିଲାମାନେ କିଭଳି ଭାବରେ କୋଭିଡ ସମସ୍ତ ଗାଇଡଲାଇନ୍ସକୁ ମାନି ଚଳିବେ ସେ ବିଷୟରେ ଆପଣ କିଛି କୁହନ୍ତୁ। ହଁ, ସରକାର ବର୍ତ୍ତମାନ ଯେଉଁ 9 ମାସ ଧରି ଆମର କୋଭିଡ ପାଇଁ ଯେଉଁ ପ୍ରକାର ସମସ୍ୟା ଉପୁଜିଲା ସରକାର ବାଧ୍ୟ ହେଲେ ଯେ ସ୍କୁଲ କଲେଜ ମାନେ ସବୁ ଲକଡାଉନ୍ ହେଲା। କିନ୍ତୁ 9 ମାସ ପରେ ଯେଉଁ ପ୍ରକାର ଦାୟିତ୍ୱ ନେଇକି ସରକାର ବର୍ତ୍ତମାନ ପିଲାଙ୍କର ଭବିଷ୍ୟତକୁ ଲକ୍ଷ୍ୟ କରି ଦେଖାଗଲା ଯେ ଟାଇମ୍ ଟେବୁଲ କରି ସରକାର ବର୍ତ୍ତମାନ ଡିଷ୍ଟାନ୍ସ ମେଣ୍ଟେନ୍ କରି ସାନିଟାଇଜେସନ୍ ଦେଇ ବିଦ୍ୟାଳୟକୁ ଆଗରୁ ଶୌଚାଳୟକୁ ଆଗରୁ ସବୁ ପରିଷ୍କାର ପରିଚ୍ଛନ୍ନ କରି 9, 10, +2, 11, 12 କ୍ଲାସ୍ ଖୋଲାଗଲା। ଯାହା ହଉ ସରକାର ଚାହୁଁଛନ୍ତି ପିଲାଙ୍କ ଭବିଷ୍ୟତ ଯେମିତି ଅନ୍ଧାର ନ ହଉ। ତାଙ୍କର ଜଣାଉଛି ଗଣଶିକ୍ଷା ମନ୍ତ୍ରୀ କି ଉଚିତ ପଦକ୍ଷେପ ନେଇ ସେ ବର୍ତ୍ତମାନ ଶିକ୍ଷା କାର୍ଯ୍ୟକୁ ପିଲାଙ୍କର ଭବିଷ୍ୟତକୁ ଲକ୍ଷ୍ୟ କରି କାମ କରିବା ପାଇଁ ସେ ପ୍ରସ୍ତୁତି ପ୍ରୟାସ ନେଇଛନ୍ତି। ତାଙ୍କର ଏ ପ୍ରୟାସକୁ ମୁଁ ସ୍ୱାଗତ ଜଣାଉଛି। ସାର୍ ଯେଉଁ ପ୍ରକାର ଏବେ ଆଗ ଯେଉଁ କ୍ୱେଶ୍ଚନ୍ ପ୍ୟାଟର୍ନ ଥିଲା ଏବେ ଯେଉଁ ରାଜ୍ୟ ସରକାର ଯେଉଁ ପ୍ରକାର ଭାବରେ ଢଙ୍ଗ ଯେଉଁ କ୍ୱେଶ୍ଚନ୍ ପ୍ୟାଟର୍ନ ସବୁ ଚେଞ୍ଜ କରୁଛନ୍ତି ତ ସେ ବାବଦରେ ଆପଣ କ'ଣ କହିବେ? କ୍ୱେଶ୍ଚନ୍ ପ୍ୟାଟର୍ନ ଆଗରୁ ଯେଉଁ ପ୍ରକାର ଥିଲା ଆମର ସେକେଣ୍ଡାରୀ ଥିଲା ଅଲଗା, ସିବିଏସ୍ଇ ଥିଲା ଅଲଗା। ଦେଖାଗଲା ପିଲାଙ୍କ ମଧ୍ୟରେ ବୋଝ ହେଇଯାଉଛି, ବହୁତ ପ୍ରକାର ପାଠର ବୋଝ ହେଇଯାଉଛି, ମେଧାର ବୋଝ ବହୁତ ପ୍ରକାର ହେଇଯାଉଛି। ତେଣୁ ଲକ୍ଷ୍ୟ କରି ପିଲାଙ୍କୁ ଗୋଟିଏ ଲାଇନରେ ଆଣିବା ପାଇଁ ସରକାର ଯେଉଁ ଶିକ୍ଷା ମଞ୍ଚ ତିଆରି କରି ଯେଉଁ ପ୍ରକାର ଶିକ୍ଷାବିତମାନଙ୍କୁ ବସେଇ ଆମେ ଆଲୋଚନା କରି ଦେଖାଗଲା ଯେ ଆମର ନିଶ୍ଚିତ ଭାବରେ ଆମର ସର୍ଟ କ୍ୱେଶ୍ଚନ୍ ଦ୍ୱାରା ଯେଟା ଆମର ମାଲ୍ଟି କ୍ୱେଶ୍ଚନ୍ ସେଇ ପ୍ରକାରକୁ ଲକ୍ଷ୍ୟ କରି ଆମର ବିଷୟବସ୍ତୁ ପ୍ରସ୍ତୁତ କରାଗଲା। ବିଷୟବସ୍ତୁ ପ୍ରସ୍ତୁତ କରାଗଲା ପରେ ପ୍ରତ୍ୟେକ ସବଜେକ୍ଟକୁ ପାରାଗ୍ରାଫ ୱାଇଜ୍ ଆମର କ୍ୱେଶ୍ଚନ୍ କରାଗଲା। ପିରିୟଡିକାଲି କେତେଟା ପିରିୟଡ଼ ହେବ ବିଷୟରେ ତାର ବ୍ୟବସ୍ଥା ନିଆଗଲା। ଏଇଭଳି ଭାବରେ ତାଲିମ ପ୍ରସ୍ତୁତ କରି ପ୍ରଶିକ୍ଷଣ ପ୍ରସ୍ତୁତ କରି ଶିକ୍ଷକମାନଙ୍କୁ ଶ୍ରେଣୀ ଗୃହରେ ସେଇ ପ୍ରକାର କ୍ୱେଶ୍ଚନରେ ତା ଆନ୍ସର ସିଟ୍ ଲିଷ୍ଟ ବାହାର କରି ପିଲାଙ୍କୁ ଶିକ୍ଷାଦାନ କରାଗଲା। ଏଇ ଆନ୍ସର ସିଟ୍ ଲିଷ୍ଟ ଗୁଡ଼ିକ ପ୍ରତ୍ୟେକ ପାରାଗ୍ରାଫ ୱାଇଜ୍ କରାଗଲା। ପାରାଗ୍ରାଫ ୱାଇଜ୍ କରିବା ଦ୍ୱାରା ପିଲାଙ୍କର କ'ଣ ହେଲା ସମସ୍ତ ବିଷୟ ଜିନିଷ ଗୁଡ଼ାକ ଲିଷ୍ଟ ଗୁଡ଼ାକ ଜାଣିବା ପାଇଁ ତାଙ୍କର ଠିକ୍ ଭାବରେ ବୁଝିବା ପାଇଁ ତାଙ୍କୁ ସୁବିଧା ମିଳିଲା ଏବଂ ଗୋଟିଏ ବିଷୟ ପଢ଼ା ସରିଲା ପରେ ସମ୍ପୂର୍ଣ୍ଣ ବୁଝଟା ତାଙ୍କ ମୁଣ୍ଡରୁ ଉଠିଗଲା। ସେ ଦୃଷ୍ଟିରୁ ଆମର ମାଲ୍ଟି କ୍ୱେଶ୍ଚନ୍ଟା ପିଲାଙ୍କ ପାଇଁ ଶିକ୍ଷାଦାନରେ ତଥା ଆମର ଇଣ୍ଟରଭ୍ୟୁରେ ବିଭିନ୍ନ ପ୍ରକାର ଆମର ଏଣ୍ଟ୍ରାନ୍ସରେ ପିଲାମାନଙ୍କୁ ସୁବିଧା ହେଲା। ଏହା ପାଇଁ ଗଣଶିକ୍ଷା ବିଭାଗକୁ ସ୍ୱାଗତ କରୁଛନ୍ତି। ଆପଣ ଭାବୁଛନ୍ତି ସାର୍ ମଲ୍ଟିପଲ କ୍ୱେଶ୍ଚନ୍ ପରେ ପିଲାମାନେ ନିଶ୍ଚିତ ଭାବରେ ଆଗାମୀ ପର୍ଯ୍ୟାୟରେ ବିଭିନ୍ନ ପ୍ରକାର ଏଣ୍ଟ୍ରାନ୍ସ ଫେସ୍ କରିପାରିବେ? ନିଶ୍ଚିତ ଏଇଟା ପିଲାମାନଙ୍କ ପାଇଁ ଆଗାମୀ ଦିନ ପାଇଁ ତାଙ୍କର ଭବିଷ୍ୟତର ମୂଳଦୁଆ ଖୋଲିଦେଲା। ଯୋଉଟାକୁ ସେମାନେ ଏଠି ପାରିନଥିଲେ ମୂଳଦୁଆରୁ ଆମର ଯେଉଁ ଜିନିଷ ତିଆରି ହେଲା ଏଣ୍ଟ୍ରାନ୍ସ ପାଇଁ ସେମାନେ ସୁନ୍ଦର ଭାବରେ ପ୍ରସ୍ତୁତ କରିପାରିବେ ଏବଂ କମ୍ ସମୟ ମଧ୍ୟରେ ସମ୍ପୂର୍ଣ୍ଣ ବିଷୟକୁ ସେମାନେ ଜାଣିବା ପାଇଁ ତାଙ୍କୁ ସୁଯୋଗ ଦିଆଗଲା। ଏହା ପାଇଁ ପିଲାଙ୍କର ଭବିଷ୍ୟତ କ୍ୱେଶ୍ଚନ୍କୁ ଲକ୍ଷ୍ୟ କରି ଆନ୍ସର ସିଟ୍ ପାଇଁ ତାଙ୍କର ସମୟ ଠିକ୍ ଭାବରେ ସେମାନେ ବ୍ୟବହାର କରି ସମ୍ପୂର୍ଣ୍ଣ ମାର୍କ ସେମାନେ ଉପଲବ୍ଧ ହୋଇ
ସାର୍ କିଛି ପିଲାଙ୍କର ମତ ରହୁଛି ଯେ ଲଙ୍ଗ କ୍ୱେଶ୍ଚନ୍ ଏବଂ ସର୍ଟ କ୍ୱେଶ୍ଚନ୍ ଭିତରେ ଆମକୁ ମଲ୍ଟିପଲ୍ କ୍ୱେଶ୍ଚନ୍ ବହୁତ ଇଜି ଲାଗୁଛି, କିନ୍ତୁ ସାର୍ ଆମେ ଯଦି ଟିଚର ମାନଙ୍କର କେଉଁ ପଦ୍ଧତିରେ ପିଲାଙ୍କୁ ପଢ଼ିବା ଉଚିତ କରୁଛୁ? ବାସ୍ତବିକ ପିଲାମାନଙ୍କର ପଦ୍ଧତି ତ ଟିଚର ମାନେ ତ ଆମର ଆଗରୁ ରହିଛନ୍ତି, କିନ୍ତୁ ଟିଚର ମାନଙ୍କୁ ଯୋଉ ତାଲିମ ଦିଆଯାଉଛି ସେଇ ତାଲିମ ଫଳରେ ଶିକ୍ଷକ କଣ କରୁଛନ୍ତି ନା ବର୍ତ୍ତମାନ ସେମାନେ ସେଇ ଆମର ସବୁ ଶିକ୍ଷା ଅଭିଯାନ ବିଭିନ୍ନ ତାଲିମ ଏବଂ ଏଇ ଯୋଉ ମଲ୍ଟିପଲ୍ କ୍ୱେଶ୍ଚନ୍, ଲଙ୍ଗ କ୍ୱେଶ୍ଚନ୍, ଏଇ ଯୋଉ ସିବିଏସ୍ଇ କ୍ୱେଶ୍ଚନ୍, ଢାଇତା ପରିବର୍ତ୍ତନ ତାର ମଡ୍ୟୁଲ ବାହାରିକି ପିଲାମାନଙ୍କୁ ଶିକ୍ଷାଦାନ ପୂର୍ବରୁ ଆମର ଟ୍ରେନିଂ କାର୍ଯ୍ୟ କରାଯାଉଛି। ତେଣୁ ସେ ଟ୍ରେନିଂ ପାଇସାରିଲା ପରେ ଶିକ୍ଷକମାନେ ପିଲାମାନଙ୍କ ବିଷୟବସ୍ତୁକୁ ଠିକ୍ ଭାବରେ ଆଧାର କରି ମଲ୍ଟିପଲ୍ କ୍ୱେଶ୍ଚନ୍ ଉପରେ ସୁନ୍ଦର କ୍ୱେଶ୍ଚନ୍ ରଖି ପିଲାମାନଙ୍କୁ ସକ୍ସେସଫୁଲ ଆନ୍ସର ପାଇପାରିବେ। ପିଲାମାନେ ଏହା ଦ୍ୱାରା ଉପଲବ୍ଧ ହେଇପାରିଲେ ଯେ ଏଇ ଯେ ଆମର ହାଲ ମାଲ ନାଲ ଆମର 3 ପ୍ରକାର ପିଲା ଥିଲେ, 3 ପ୍ରକାର ପିଲାରୁ ଏ କ୍ୟାଟେଗୋରୀ, ବି କ୍ୟାଟେଗୋରୀ, ସି କ୍ୟାଟେଗୋରୀ ଆମର ସମସ୍ତ ପିଲାର ମାନ ମଲ୍ଟିପଲ୍ କ୍ୱେଶ୍ଚନରେ ଠିକ୍ ଭାବରେ ଆନ୍ସର ଠିକ୍ ହେଇକି ପିଲାମାନଙ୍କ ଶିକ୍ଷା କାର୍ଯ୍ୟରେ ସେମାନେ ଅଗ୍ରସର କରିପାରିବେ। କିନ୍ତୁ ସାର୍ ବିଷୟବସ୍ତୁ ସମ୍ପୂର୍ଣ୍ଣ ପିଲାର କ୍ଲିୟର ନ ହେବା ପର୍ଯ୍ୟନ୍ତ ପିଲା ଗୋଟେ ମଲ୍ଟିପଲ୍ କ୍ୱେଶ୍ଚନ୍ କହିପାରିବ କି ସାର୍ ପସିବଲ୍ କି? ନା, ଆଗେ ତାର ଜିଷ୍ଟଟା ଜାଣିବା ପାଇଁ ହେଲେ ତାକୁ ପାରାଗ୍ରାଫ ୱାଇଜ୍ ଯୋଉ ଟିଚିଂ ମେଥଡ କରାଯାଇଛି ସେ ପାରାଗ୍ରାଫ ୱାଇଜ୍ରେ ସମସ୍ତ ପ୍ରଶ୍ନର ବିଷୟର ଜିଷ୍ଟ, ବିଷୟର ସାରାଂଶ ସେ ଉପଲବ୍ଧ ହେଇପାରିବ। ସେ ହେଇପାରିବା ଦ୍ୱାରା ତାକୁ ମଲ୍ଟିପଲ୍ କ୍ୱେଶ୍ଚନ୍ ଦେବା ପାଇଁ ଇଜି ହେଉଛି। ତେଣୁ ଭଲ ଭାବରେ ସେ କ୍ୱେଶ୍ଚନ୍ ଆନ୍ସର ସେ ଦେଇପାରିବେ। ତ ପିଲାମାନେ ସମ୍ପୂର୍ଣ୍ଣ ଭାବରେ ବିଷୟବସ୍ତୁ କ୍ଲିୟର ନ ହେବା ପର୍ଯ୍ୟନ୍ତ ମଲ୍ଟିପଲ୍ କ୍ୱେଶ୍ଚନ୍ କରିପାରିବେ ନାହିଁ। ବିଷୟବସ୍ତୁ କ୍ଲିୟର ନ କଲେ ମଲ୍ଟିପଲ୍ କ୍ୱେଶ୍ଚନ୍କୁ ଆନ୍ସର ଦେବା ପିଲାଙ୍କ ପାଖରେ ସଠିକ ଆନ୍ସର ଆସିବ ନାହିଁ। ତ ବର୍ତ୍ତମାନ ଆପଣ ରାଜ୍ୟ ସରକାରଙ୍କୁ କଣ କହିବେ? ରାଜ୍ୟ ସରକାରଙ୍କର ଏହି ପଦକ୍ଷେପକୁ ମୁଁ ସ୍ୱାଗତ ଜଣାଉଛି, ଗଣଶିକ୍ଷା ମନ୍ତ୍ରୀଙ୍କୁ ସ୍ୱାଗତ ଜଣାଉଛି, ଶିକ୍ଷା ବିଭାଗକୁ ମୁଁ ସ୍ୱାଗତ ଜଣାଉଛି। ଚେଷ୍ଟା କରନ୍ତୁ ଆଉ ଟିକେ ଆମର ଯୋଉମାନେ ଗ୍ରାସରୁଟ୍ରେ ଅଛନ୍ତି, ଯୋଉମାନେ ଶ୍ରେଣୀଗୃହରେ ଶିକ୍ଷାଦାନ କରୁଛନ୍ତି, ଆମର ଗୁରୁମାନେ, ଗୁରୁଜୀମାନେ, ଅଧ୍ୟାପକମାନେ, ସେମାନେ ନିଜେ କିଛି ଏଇ ଜିନିଷଟାକୁ ଆଗେ ଜାଣନ୍ତୁ, ନିଜେ କିଛି ପ୍ରିପାରେସନ୍ ନିଅନ୍ତୁ। ପ୍ରିପାରେସନ୍ ନେଇକି କ୍ଲାସକୁ ଗଲେ ନିଶ୍ଚିତ ଭାବରେ ଆମର ପିଲାମାନେ ସୁନ୍ଦର ଉପଲବ୍ଧ ହେବେ ଏବଂ ଏହାଦ୍ୱାରା ଆମର ଗଣଶିକ୍ଷା ବିଭାଗର ଯୋଉ ପଦକ୍ଷେପ, ସ୍ୱାଗତଯୋଗ୍ୟ ପଦକ୍ଷେପ ସେ ସଫଳପ୍ରଦ ହେବ। ବର୍ତ୍ତମାନ ଯୁଗରେ ପିଲାମାନେ ସବୁବେଳେ ଡିପେଣ୍ଡ କରନ୍ତି ନୋଟ୍ ଉପରେ, କିନ୍ତୁ ଆମେ ଦେଖୁଛୁ ବିଭିନ୍ନ ପ୍ରକାର ଅନ୍ୟ କଲେଜ ଗୁଡ଼ାକରେ ଶିକ୍ଷକମାନେ କୁହନ୍ତି ଯେ ପିଲାମାନେ ସବୁ ଜିଷ୍ଟ ପଏଣ୍ଟ ଉପରେ ତୁମେ ସବୁ ବେଶୀ ଫଲୋଅପ୍ କର। ତେଣୁ କ'ଣ ଆମ ନୋଟ୍ ଉପରେ ଏବଂ ଜିଷ୍ଟ ପଏଣ୍ଟ ଉପରେ କ'ଣ ପାର୍ଥକ୍ୟ ଆପଣଙ୍କର ନୋଟ୍ ଆଗରୁ ଯୋଉ ଶିକ୍ଷାବିଦମାନେ ଯୋଉ ପ୍ରଫେସର ମାନେ ଯୋଉମାନଙ୍କର ଭଲ ଶିକ୍ଷକମାନେ ସବୁ କରୁଥିଲେ, ଯେମିତି ଧରନ୍ତୁ ଗୋଟେ ଟେଷ୍ଟ ପେପରରେ ଆମର କ୍ୱେଶ୍ଚନ୍ କିଛି ଆମେ ମାର୍କିଂ କରିଦେଉଥିଲୁ ଯେ ଏଇ କ୍ୱେଶ୍ଚନ୍ ଉପରେ ତମେ ଲଙ୍ଗ କ୍ୱେଶ୍ଚନ୍ ଉପରେ ଦେଖ, ସର୍ଟ କ୍ୱେଶ୍ଚନ୍ ଉପରେ ଦେଖ, ତେଣୁ ନୋଟ୍ କିଛି କରୁଥିଲେ। କିନ୍ତୁ ଏବେ ଆଉ ନୋଟ୍ର ବିଶେଷ ଆବଶ୍ୟକ ନାହିଁ। ଏବେ ଆବଶ୍ୟକ ଅଛି ଯେ ବିଷୟବସ୍ତୁର ଜିଷ୍ଟ ଉପରେ ଜ୍ଞାନ ରଖିବା ଏବଂ ଯୋଉ ଶିକ୍ଷକ, ଯୋଉ ଗୁରୁ, ଯୋଉ ପ୍ରଫେସର ଯୋଉ ପିଲାକୁ ଯୋଉ ବିଷୟର ଶିକ୍ଷାଦାନ କରୁଛନ୍ତି ତାଙ୍କୁ ସେ ବିଷୟବସ୍ତୁ ଉପରେ ତାର ସାରାଂଶକୁ ପିଲାଙ୍କୁ ପ୍ରଦାନ କରିବାର ସୁଯୋଗ ସୁବିଧା ବା ସେଇ ପ୍ରକାର କ୍ୱେଶ୍ଚନ୍ ତିଆରି କଲେ ପିଲା ଉପଲବ୍ଧ ହେଇଯିବେ। ଆପଣ ନିଶ୍ଚିତ ଭାବରେ ରାଜ୍ୟ ସରକାରଙ୍କର ଏଇ ଯୋଉ ଯୋଉ ରୁଲଟାକୁ ଆପଣ ପ୍ରଶଂସା କରୁଛନ୍ତି? ମୁଁ ରାଜ୍ୟ ସରକାର ଏଇ ରୁଲକୁ ଖୁବ୍ ପସନ୍ଦ କରୁଛି ଏବଂ ଏହା ସ୍ୱାଗତଯୋଗ୍ୟ ପଦକ୍ଷେପ। କାରଣ ରାଜ୍ୟ ସରକାର ସମସ୍ତ ପିଲାର ମାନକୁ ଉଠେଇବା ପାଇଁ ତାଙ୍କର ସମସ୍ତ ପିଲାର ଅବସ୍ଥାକୁ ବିଚାର କରି ଶ୍ରେଣୀଗୃହରେ ଶିକ୍ଷା କାର୍ଯ୍ୟକୁ ଆଗେଇ ନେବା ପାଇଁ ଯୋଉ ପଦକ୍ଷେପ ନେଇଛନ୍ତି, ଏଟା ଆମ ଓଡ଼ିଶା ରାଜ୍ୟରେ ଖୁବ୍ ସ୍ୱାଗତଯୋଗ୍ୟ ପଦକ୍ଷେପ। ଯାହାଦ୍ୱାରା ଆମ ପିଲାମାନେ, ଅବହେଳିତ ପିଲାମାନେ, ଦଳିତ ପିଲାମାନେ ସୁନ୍ଦର ଭାବରେ ତାଙ୍କର କ୍ୱେଶ୍ଚନର ମାନକୁ ଲକ୍ଷ୍ୟ କରି ତାଙ୍କର ଜ୍ଞାନର ଆହରଣକୁ ସୁନ୍ଦର ଭାବରେ ଆଗେଇ ପାରିବେ। ଆପଣ ଜେସିଏଲଟି ମାଧ୍ୟମରେ ଆମର ପିଲାମାନଙ୍କୁ କ'ଣ କହିବେ? ମୁଁ ପିଲାମାନଙ୍କୁ କହିବାକୁ ଚାହେଁ, ଯେହେତୁ ମୁଁ ତ ଅବସର ନେଇସାରିଲେଣି, ପିଲାମାନେ ଚେଷ୍ଟା କରନ୍ତୁ ଶ୍ରେଣୀଗୃହରେ ଡିସିପ୍ଲିନଟା ମେଣ୍ଟେନ୍ କରି, ପ୍ରଧାନ କଥା ଶ୍ରେଣୀଗୃହରେ ଡିସିପ୍ଲିନ ମେଣ୍ଟେନ୍ କରି ଶିକ୍ଷା କାର୍ଯ୍ୟରେ ଯୋଉ ପ୍ରକାର ଆଜିକାଲ ଗୁରୁମାନେ ଶିକ୍ଷା କାର୍ଯ୍ୟ କରୁଛନ୍ତି ଶ୍ରେଣୀଗୃହରେ ତାକୁ ଲକ୍ଷ୍ୟ କରି ନିଜର ବିଷୟବସ୍ତୁର ଜିଷ୍ଟକୁ ଜାଣିବା ପାଇଁ ଯୋଉଟା ମନର ତାଙ୍କର ଅଭିଳାଷ ରହିଯାଉଛି, ଅବୁଝା ରହିଯାଉଛି, ଶ୍ରେଣୀଗୃହରେ ତାକୁ ତାଙ୍କ ମାଧ୍ୟମରେ ପ୍ରଶ୍ନ କରି ତାର ଆନ୍ସରକୁ କିଭଳି ଭାବରେ ଆଲୋଚନା କରି ତାକୁ କେମିତି ଆମେ ସମାଧାନ ପାଇବା ସେ ଚେଷ୍ଟା କରିବା ପିଲାମାନଙ୍କର ଉଚିତ। ଜାଣିବାର ଜିଜ୍ଞାସା ରହିବା ଉଚିତ, ଆଗକୁ ଆଗେଇବାର ଜିଜ୍ଞାସା ରହିବା ଉଚିତ ଏବଂ ପିଲାମାନଙ୍କର ଭବିଷ୍ୟତ ଶ୍ରେଣୀଗୃହରେ ତିଆରି। ନିଶ୍ଚିତ ଭାବରେ ପିଲା ଚେଷ୍ଟା କରୁ ଗୁରୁଙ୍କ କଥା ମାନି ଶୃଙ୍ଖଳିତ ହୋଇ
शिक्षा कार्य निजर मन को निवेश करी सरकार यही शिक्षा पद्धति को से आपणे नौ निश्चित जड़े बड़ मनीष तैयारी कर। धन्यवाद। ଜଳେଶ୍ୱର ମ୍ୟୁନିସିପାଲିଟିର 11 ନମ୍ବର ୱାର୍ଡ ବଡ଼ବଜାର ଅଞ୍ଚଳରେ ସରକାରୀ ଡିଷ୍ଟ୍ରିକ୍ଟ ବୁଡ୍ ପୋଖରୀ ଏବେ ଜବରଦଖଲକାରୀଙ୍କ କବ୍ଜାରେ। 1995 ମସିହାରେ ତତ୍କାଳୀନ ନଗରପାଳ ସୁରେନ୍ଦ୍ରନାଥ ଚନ୍ଦଙ୍କ ପ୍ରଚେଷ୍ଟାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ଏହାର ପୁନରୁଦ୍ଧାର କରାଯାଇଥିଲା। ଏହି ସରକାରୀ ପୋଖରୀ କଡ଼ରେ ଏକ ବ୍ୟବସ୍ଥିତ ଦୈନିକ ବଜାର ତତ୍କାଳୀନ ଜିଲ୍ଲାପାଳ ଉଦ୍ଘାଟନ କରିଥିଲେ। ଏପରିକି ସହର ମଧ୍ୟରେ ଥିବା ଉକ୍ତ ପୋଖରୀର ସୌନ୍ଦର୍ଯ୍ୟକରଣ ଓ ଆଡ଼ିକୁ ମଜବୁତ କରିବା ପାଇଁ ସରକାର ବିଭିନ୍ନ ସମୟରେ ଲକ୍ଷାଧିକ ଟଙ୍କା ମଧ୍ୟ ଖର୍ଚ୍ଚ କରିଛନ୍ତି। ବର୍ଷେ ପୂର୍ବରୁ ଉନ୍ନତି ଯୋଜନାରେ ଉକ୍ତ ପୋଖରୀର ଗାର୍ଡୱାଲ୍ ପାଇଁ 3 ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରାଯାଇ ଜନସାଧାରଣଙ୍କ ପ୍ରାତଃ ଭ୍ରମଣ ନିମନ୍ତେ ଏକ ପ୍ରଶସ୍ତ ରାସ୍ତା ପୋଖରୀ ଚାରିକଡ଼େ ନିର୍ମାଣ ପାଇଁ କାର୍ଯ୍ୟ ହାତକୁ ନିଆଯାଇଥିଲା। ହେଲେ ଉକ୍ତ ପୋଖରୀ ଜବରଦଖଲ ଯୋଗୁଁ ଏବେ ସଂକୀର୍ଣ୍ଣ ହେବାକୁ ବସିଲାଣି। ପୋଖରୀ ଆଡ଼ିରେ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ସ୍ଥାୟୀ କଂକ୍ରିଟ ଗୃହ ନିର୍ମାଣ କରୁଥିବା ଅଭିଯୋଗ ହୋଇଛି। ପୋଖରୀ ସମ୍ମୁଖରେ ଥିବା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବହୁ ଛାତ୍ରଛାତ୍ରୀ ଅଧ୍ୟୟନରତ। ଜବରଦଖଲ ଯୋଗୁଁ ଛାତ୍ରଛାତ୍ରୀ ସ୍କୁଲ ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହିସବୁ ସମସ୍ୟା ନେଇ ମ୍ୟୁନିସିପାଲିଟିର 2 ଜଣ ପୂର୍ବତନ ଉପନଗରପାଳ ମିହିର କୁମାର ଦାସ ଓ ଦେବଦୁଲାଲ ଦାସ, ପୂର୍ବତନ ସରକାରୀ ଓକିଲ ନିଶିକାନ୍ତ କର, ନାରୀ ନେତ୍ରୀ ସରୋଜିନୀ କର, ବିଜେପି ନଗର ସାଧାରଣ ସମ୍ପାଦକ ନନ୍ଦନ ଦତ୍ତ, ସ୍ଥାନୀୟ ବାସିନ୍ଦା ସୁଶାନ୍ତ ଭଞ୍ଜ, ରେବତୀ ଦାସ, ଗୋପାଳ ପ୍ରସାଦ, ଗଣେଶ ଭଞ୍ଜ, ମନୋଜ ଖଟୁଆ, ସମର କରଣ, ଭାସ୍କର ସାହୁ, ହରିଶଙ୍କର ଦାସ, ରତନ କର, ତନୁଜ ଗିରି, ସରୋଜ ଗିରି ପ୍ରମୁଖ 2 ମାସ ପୂର୍ବେ ସ୍ଥାନୀୟ ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ଅଜୟ କୁମାର ମହାପାତ୍ରଙ୍କୁ ଲିଖିତ ଅଭିଯୋଗ ଦେଇ ପୋଖରୀକୁ ଜବରଦଖଲ ମୁକ୍ତ ପାଇଁ ଦାବି କରିଥିଲେ। କାର୍ଯ୍ୟନିର୍ବାହୀ ଅଧିକାରୀ ତଦନ୍ତ କରି ଫେରିଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀ କରି ଆନ୍ଦୋଳନର ଚେତାବନୀ ଦେଇଛନ୍ତି ଦରଖାସ୍ତକାରୀ। ଜଳେଶ୍ୱର ତହସିଲଦାର କ୍ଷିତ କୁମାର ପଣ୍ଡା 60 ନମ୍ବର ଜାତୀୟ ରାଜପଥର ଚାଲନ୍ତି ଠାରୁ 57 ନମ୍ବର ରାଜ୍ୟ ରାଜପଥ ମଧ୍ୟରେ ଚଢ଼ଉ କରି ବେଆଇନ ବାଲି ବୁଝେଇ କରୁଥିବା 2ଟି ଡମ୍ପର 2ଟି ଟ୍ରାକ୍ଟର ଜବତ କରିଥିଲେ। ଜବତ ହୋଇଥିବା ଡମ୍ପର ଟ୍ରାକ୍ଟରର ମାଲିକମାନଙ୍କ ଠାରୁ ଜରିମାନା ବାବଦକୁ 79,000 ଟଙ୍କା ଆଦାୟ କରିଥିବା ସୂଚନା ମିଳିଛି। ସେହିପରି ଅତିରିକ୍ତ ତହସିଲଦାର ଶାନ୍ତିରାମ ହେମ୍ରମ ରାୟବଣିଆ ଥାନା ଇଲାକାରେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ବେଆଇନ ଭାବେ ଚାଷ ଜମିରୁ ମାଟି କାଟୁଥିବା ଜେସିବିକୁ ଜବତ କରିଥିଲେ। ଜବତ ଜେସିବି ଠାରୁ ଜରିମାନା ବାବଦକୁ 40,000 ଟଙ୍କା ଆଦାୟ କରାଯାଇଛି। ସେହିପରି ଶ୍ରୀ ହେମ୍ରମ ବେଆଇନ ଭାବେ ବାଲି ବୁଝେଇ ଏକ ଟ୍ରାକ୍ଟରକୁ ଜବତ କରି ଗାଡ଼ି ମାଲିକ ନିକଟରୁ 25,000 ଟଙ୍କା ଆଦାୟ କରିଛନ୍ତି। ସମୁଦାୟ 1,44,000 ଜରିମାନା ବାବଦକୁ ଆଦାୟ କରାଯିବା ପରେ ଗାଡ଼ିଗୁଡ଼ିକୁ ଛାଡ଼ି ଦିଆଯାଇଥିବା ସୂଚନା ମିଳିଛି। ଭୋଗରାଇ ବ୍ଲକ ବାଉଁଶଡିଆ ସମବାୟ ସମିତି ନିକଟରେ ଥାନା ଛକ ଅଞ୍ଚଳର ବେନୁ ଦାସଙ୍କ ପୁଅ କାଳିଆ ଦାସ ଓ ତାଙ୍କର 2 ସାଙ୍ଗ ଏକ ବାଇକ୍ ଯୋଗେ ଜଳେଶ୍ୱର ଆଡ଼କୁ ଆସୁଥିବା ସମୟରେ ଭାରସାମ୍ୟ ହରାଇ ରାସ୍ତାକଡ଼ ନୟନ ଜୁରିକି ଖସି ପଡ଼ିଥିଲେ। ଫଳରେ 3 ଜଣ ଯାକ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି। ଉକ୍ତ ଯୁବକମାନେ ନିଶା ସେବନ କରି ଗାଡ଼ି ଚଳାଉଥିବାରୁ ଏପରି ଦୁର୍ଘଟଣା ଘଟିଛି ବୋଲି ପ୍ରତ୍ୟକ୍ଷଦର୍ଶୀମାନେ ଆମ ପ୍ରତିନିଧିଙ୍କୁ କହିଛନ୍ତି। ଜଳେଶ୍ୱର ବ୍ଲକ ଦକ୍ଷିଣ ପ୍ରହରାଜପୁର ଗ୍ରାମର ବିଦ୍ୟାଳୟ ସମ୍ମୁଖ ରାସ୍ତାର ଅନତି ଦୂରରେ ଥିବା ଦୋକାନ ନିକଟରେ ଅଧିକାଂଶ ସମୟରେ ଗରାଖମାନେ ରାସ୍ତା ଉପରେ ବାଇକ୍ ରଖି ଦୋକାନରୁ ଜିନିଷପତ୍ର କିଣୁଥିବାରୁ ଅଧିକାଂଶ ସମୟରେ ଗାଡ଼ି ମଟର ଯାତାୟାତରେ ଘୋର ଅସୁବିଧା ସୃଷ୍ଟି ହେଉଛି ବୋଲି କିଛି ଗ୍ରାମବାସୀ ଆମ ପ୍ରତିନିଧିଙ୍କୁ ଜଣାଇଛନ୍ତି। ପ୍ରତାପ ଜେନାଙ୍କ ରିପୋର୍ଟ, JCL TV।